ଆଜିର ମୁଖ୍ୟ ସମାଚାର ଡଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ମହାନଦୀ ଡଙ୍ଗାବୁଡ଼ି ଘଟଣାରେ ଆଉ 6 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଖୋଜାଖୋଜି ପରେ ଆଜି ସକାଳୁ ଆଉ 6 ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଉଦ୍ଧାରଙ୍କ ମଧ୍ୟରେ 3 ଜଣ ମହିଳା ଓ 3 ଜଣ ବାଳକ ଥିବା ସୂଚନା ମିଳିଛି। କାଲି ଜଣଙ୍କର ମୃତଦେହ ମିଳିଥିଲା। ଆଜି ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। କୋର୍ଟ ବାହାରେ ଦେହରେ ନିଆଁ ଲଗାଇଲେ ଯୁବକ। ଭିତରେ ଚାଲିଥିଲା ଟ୍ରମ୍ପଙ୍କ ଶୁଣାଣି। ଆମେରିକାରେ ଘଟିଲା ଏକ ଅଭାବନୀୟ ଘଟଣା। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଣାଣି ପୂର୍ବରୁ କୋର୍ଟ ବାହାରେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି ଜୈନିକ ବ୍ୟକ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଠିକ୍ କୋର୍ଟ ସାମ୍ନାରେ। ତେବେ କେଉଁ ପରିସ୍ଥିତିରେ ବ୍ୟକ୍ତି ଜଣକ ନିଜ ଶରୀରରେ ନିଆଁ ଲଗାଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ନିଆଁ ଲାଗିବା ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ସାଙ୍ଗେ ସାଙ୍ଗେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବ୍ୟକ୍ତି ଜଣକ ଦେହରେ ନିଆଁ ଲାଗିବା ପରେ ସେ ତଳେ ପଡ଼ି ଚିତ୍କାର କରୁଥିଲେ। ଫଳରେ ତ୍ୱରିତ ପଦକ୍ଷେପ ନିଆଯାଇପାରିଲା। ସୂଚନା ଅନୁସାରେ ପ୍ରଥମେ ବ୍ୟକ୍ତି ଜଣକ ପାର୍କ ପଟରୁ ଚାଲି ଚାଲି ଆସିଥିଲେ। ପରେ ସେ ନିଜ ବ୍ୟାଗରୁ କିଛି ପଦାର୍ଥ ବାହାର କରିଥିଲେ। ତେବେ ତାହା କ'ଣ ଥିଲା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଏହାପରେ ଉକ୍ତ ବ୍ୟକ୍ତିଙ୍କ ଦେହରେ ନିଆଁ ଲାଗିଯାଇଥିଲା। ତେବେ ସେହି ପଦାର୍ଥ ସହ ନିଆଁ ଲାଗିବାର କି ସମ୍ପର୍କ ରହିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏନେଇ ପୋଲିସ ତଦନ୍ତ ଜାରି ରଖିଛି। ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଲା ଭଳିଆ ତଥ୍ୟ ହେଉଛି ଏହି ଘଟଣାର ମାତ୍ର କିଛି ମିନିଟ୍ ପୂର୍ବରୁ ଟ୍ରମ୍ପଙ୍କର ଶୁଣାଣି ହେବାର ଥିଲା। ଏଥିପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଚାର ଲାଗି 12 ଜଣ ବିଚାରପତିଙ୍କ ସହ ଅନ୍ୟ 6 ଜଣଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି। ଟ୍ରମ୍ପଙ୍କ ଉପସ୍ଥିତି ପାଇଁ ପୁରା କୋର୍ଟ ପରିସରରେ ସୁରକ୍ଷା କଡ଼ାକଡ଼ି ଥିଲା। ତେବେ ଏହି ଘଟଣା ପରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏପ୍ରିଲରେ ଏଯାବତ୍ 6 ଦିନ ହିଟ୍ୱେଭ୍ ଅନୁଭୂତ ହେଲାଣି। ଚଳିତ ମାସ ଆହୁରି 3 ଦିନ ହିଟ୍ୱେଭ୍ ଅନୁଭୂତ ହେବ। କାଲି ପାଇଁ ହିଟ୍ୱେଭ୍ ନେଇ 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏପ୍ରିଲରେ ସାଧାରଣତଃ 1ରୁ 3 ଦିନ ଯାଏ ହିଟ୍ୱେଭ୍ ଅନୁଭୂତ ହୁଏ। ଗତ ବର୍ଷ ଏପ୍ରିଲରେ 5 ଦିନ ହିଟ୍ୱେଭ୍ ଅନୁଭୂତ ହୋଇଥିଲା। ବଡ଼ଚଣାରୁ ବର୍ଷା ବିଜେଡି ପ୍ରାର୍ଥୀ। ବଡ଼ଚଣାରେ ସରପ୍ରାଇଜ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ଼ଚଣାରୁ ପ୍ରାର୍ଥୀ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବର୍ଷାଙ୍କ ପ୍ରାର୍ଥୀତ୍ୱ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।